आज सुंदर अवकाश प्रभु जीशु ख्रीष्ट नाम समस्त स्वागत अभ्यर्थना जनाऊँगी। विशेषकर आज एक विशेष दिन जहाँ से पूरा इतिहास को मन पकड़े दिन थिला से स्कूल घरे पूजा करते प्रभु को अनुग्रह आज से लोक मैंने नहांती किसी लोग चली जाइछन्ति किसी लोग बंचिछन्ति से अक्लांत परिश्रम प्रार्थना दान द्वारा आज आम दीर्घ 25 वर्ष पदार्पण करी यही सुंदर अवकाश पाइछु। तेणु प्रभु को धन्यवाद दे कहवा हालेलुया हालेलुया। वैश्व अनुरोध करी सेवा आरंभ करूँ आम मध्य बड़ मंडल बड़ पालक अच्छा आसवे प्रार्थना पदे करेंगे। आसंत मैंने प्रार्थना करवा। प्राणर अति प्रियतम प्रभु वर्षर ही शेष मासर आज 22तम दिन में तुम्हें आम को अवस्थान करने देखापी तुम मंगलदान को स्मरण करने साहाय्य कल। ओएसएपी मंडल 25 वर्षर यात्रा आज प्रभु पूर्ण होती। से 25 वर्षर पूर्ण एवं धन्यवाद बड़ी उत्सर्ग करवा आज आम एकत्र हो पारिछु। धन्यवाद दूछु अतीत जेपरी भाव में तुम्हें आम सहित रहिल समस्त मंडल अनुष्ठान परिवार एक अति क्षुद्र भाव में आरंभ हुए सत किंतु तुम अनुग्रह ताहा विस्तारित हुए वृद्धि पाए ताहार शाखा प्रशाखा मध्य सीमा अतिक्रम कर माड़ी जाए। सेपरी भाव में यही मंडली अनेक घात प्रतिघात सत्वे 25 वर्षर यात्रा शेष कर आज आम आनंदर सहित तुम पाद तल को आसीअछु केवल धन्यवाद दिए देवाई आनंद करुअछु कारण यही 25 वर्षर यात्रा सहज नथिला। आज उपासनार आरंभ शेष पर्यंत प्रतिटी कार्य उपरे तुम आशीर्वादर हस्त रख उपस्थित प्रत्येक को से ही समर्पण हृदय एवं तुम उपस्थिति बसी भय कंप आनंद सहित तुम पाद तले बसु बसु जेपरी तुम गौरव कर उपासना करू करू आम फेरबू से अनुग्रह प्रदान कर। परिचालना करुवा मंडलीर संपादक महाशय आम धन्यवाद मंडलीर पालक मंडलीर दिकन बंधु मैंने मंडलीर समस्त कर्मकर्ता मान विश्वासी भाई भणी मान युवती मान पुणी थे तुम पाद तले प्रिय प्रभु जीशु नाम मांगुअछु आमीन। तुम्हें माने सदा प्रभु प्रशंसा कर परमेश्वर को पवित्र स्थान ताहंकर प्रशंसा कर ताहंक पराक्रम उत्पन्न शून्य मंडल ताहंकर प्रशंसा कर ताहंक विक्रम कार्य सकाशे ताहंकर प्रशंसा कर ताहंक श्रेष्ठ महत्वानुसारे ताहंकर प्रशंसा कर
ତୁରି ଧ୍ୱନିରେ ତାହାଙ୍କର ପ୍ରଶଂସା କର, ନେବଲ ଓ ବୀଣା ଯନ୍ତ୍ରରେ ତାହାଙ୍କର ପ୍ରଶଂସା କର, ଦାରଯୁକ୍ତ ଓ ନୃତ୍ୟ ଦ୍ୱାରା ତାହାଙ୍କର ପ୍ରଶଂସା କର, ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାହାଙ୍କର ପ୍ରଶଂସା କର, ଉଚ୍ଚ କରତାଳରେ ତାହାଙ୍କର ପ୍ରଶଂସା କର, ଉଚ୍ଚ କରତାଳ ଧ୍ୱନିରେ ତାହାଙ୍କର ପ୍ରଶଂସା କର। ନିଶ୍ୱାସ ପ୍ରଶ୍ୱାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କରୁ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ପ୍ରଭୁ ପଠିତ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଏହି ସମୟରେ ମୁଁ ପ୍ରବର୍ତ୍ତନା କାର୍ଯ୍ୟକ୍ରମ କରିବି। ଆମମାନଙ୍କ ମଧ୍ୟରେ ମନୋଜର ପାଳକ ଅଛନ୍ତି, ସେ ପାଛୋଟିକି ଆଣିବେ। ଆମମାନଙ୍କର ବଡ଼ ମଣ୍ଡଳୀର ବଡ଼ ପାଳକ ରେଭରେଣ୍ଡ ଡକ୍ଟର ନିହାର କୁମାର ବର୍ଦ୍ଧନ। ରେଭରେଣ୍ଡ ସାମୁଏଲ ସ୍ୱାଇଁ ଆମ ଗହଣରେ ନାହାନ୍ତି, ଯଦି ଆସନ୍ତି ତେବେ ତାଙ୍କୁ ମଧ୍ୟ ସ୍ୱାଗତ କରିବା। ଆମ ଗହଣରେ ଅଛନ୍ତି ରେଭରେଣ୍ଡ ରାଜେଶ ଚାମଲ, ତାଙ୍କୁ ମଧ୍ୟ ପାଛୋଟି ଆଣିବେ। ଆମ ମଧ୍ୟରେ ଡିକନ ତପନ ବାବୁ ବିହାରୀ ଅଛନ୍ତି, ସେ ମଧ୍ୟ ସମ୍ମୁଖରେ ଆସି ବସିବେ। ଆଉ ଆପଣମାନେ ତ ଜାଣିଛନ୍ତି ବଂଶଲ ଭାଇଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ, ତେଣୁ ସୌଭାଗ୍ୟର ବିଷୟ ଆମମାନଙ୍କ ମଧ୍ୟରେ ପୂର୍ବତନ ଡିକନ ମଉସା ମଧ୍ୟ ଅଛନ୍ତି, ସେ ଆସି ସମ୍ମୁଖରେ ବସିବେ। ଏହି ସମୟରେ ଆମ ମଣ୍ଡଳୀର ପାଳକଙ୍କୁ ମଧ୍ୟ ଅଭ୍ୟର୍ଥନା କରୁଅଛି, ସେ ଆସି ତାଙ୍କ ଆସନ ଗ୍ରହଣ କରିବେ। ବର୍ଷା ଆସିବ, ବଡ଼ ମଣ୍ଡଳୀର ବଡ଼ ପାଳକଙ୍କୁ ପୁଷ୍ପଗୁଚ୍ଛ ଦେବେ, ସମସ୍ତେ କରତାଳି ଦ୍ୱାରା ସ୍ୱାଗତ କରିବେ। ସଞ୍ଚିତା ଆସିବ, ରାଜଦୀପ ଆଜ୍ଞାଙ୍କୁ ଫୁଲ ତୋଳା ଦେବ। ଗୁଡ଼ିଆ ଆସିବ, ଆମ ପାଷ୍ଟରଙ୍କୁ ଦେବ। ସୁକାନ୍ତି ଆସିବ, ଆମ ଦୁଇଟା ଡିକନକୁ ଆଉ ଦୁଇଟା ଡିକନ ଅଛନ୍ତି, ତାଙ୍କୁ ଦେଇଦେବେ। ସମସ୍ତଙ୍କୁ ଅଭ୍ୟର୍ଥନା ସରିଯାଇଛି। ପୁରୁଣା ଦିନକୁ ଟିକେ ମନେ ପକାଇ ଦେଉଛି ଆପଣମାନଙ୍କୁ। ଆପଣମାନେ ଅବଶ୍ୟ ଜାଣିଛନ୍ତି, କିଛି ଲୋକ ଜାଣିନାହାନ୍ତି, ତ ସେଇ ପୁରୁଣା ଦିନକୁ ଟିକେ ସ୍ମରଣ କରିବା ଆଜି ମଧ୍ୟ ଦିନ।
ଅନେଶପତ ମସିହାରେ ଆମର ଆଡ଼ିସନାଲ୍ ଡିଜି ଏସ୍ଏପି ଏ ବଟାଲିୟନକୁ ଇନ୍ସପେକ୍ସନ୍ କରିବା ପାଇଁ ଆସିଥିଲେ। ସେତେବେଳକୁ ଡିମାଣ୍ଡ ଥିଲା ବଟାଲିୟନର ଯେ ଜଗନ୍ନାଥ ମନ୍ଦିର ଅତି ତିଆରି ହେବ। ତା ପୂର୍ବରୁ ଜଗନ୍ନାଥ ମନ୍ଦିର ନଥିଲା। ଆମର ବି ଡିମାଣ୍ଡ ଥିଲା ଯେ ଆମେ ଗୋଟେ ଚର୍ଚ୍ଚ ପାଇଁ ଆମକୁ ଖଣ୍ଡେ ଜାଗା ଦିଅ। ତ ସେତେବେଳକୁ ଶୁଭେନ୍ଦୁ ପାତ୍ର ଥିଲା ଡେପୁଟି କମାଣ୍ଡାଣ୍ଟ, ବକୁଳ ମିଶ୍ର ଥିଲା କମାଣ୍ଡାଣ୍ଟ, କ୍ୟାପ୍ଟେନ୍ ବକୁଳ ମିଶ୍ର ଥିଲା କମାଣ୍ଡାଣ୍ଟ। 1999 ମସିହା କଥା କହୁଛି। ତ ବକୁଳ ମିଶ୍ର ଏଇଥିପାଇଁ ଖ୍ରୀଷ୍ଟିଆନ ଲୋକକୁ ଭଲ ପାଆନ୍ତି, ତାଙ୍କର ଗୋଟିଏ ମାତ୍ର ଝିଅ ସେ ଡିସେମ୍ବର 25 ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଡିସେମ୍ବର 25 ତାରିଖକୁ ସେ ତା ଝିଅର ଜନ୍ମଦିନ ପାଳନ ଅବସରରେ ସେ ଖ୍ରୀଷ୍ଟିଆନ ମାନଙ୍କୁ ମଧ୍ୟ ବହୁତ ଭଲ ପାଉଥିଲେ। ଯେହେତୁ ସେ କମାଣ୍ଡାଣ୍ଟ ହେଲେ ମଧ୍ୟ ପ୍ରଭୁ ତା ହୃଦୟରେ କାର୍ଯ୍ୟ କଲେ। ସେତେବେଳକୁ ମୁଁ କନେଷ୍ଟବଲ ନମ୍ବର 1 ଥିଲି। ମୋର 8-9 ବର୍ଷ ଚାକିରି ଥିଲା। ବୟସରେ ଛୋଟ ଥିଲି। ବୟସର ମାନେ ଚାକିରି ତ କରିଛି, ଯେତିକି କର୍ମଚାରୀ ଥିଲେ ସମସ୍ତଙ୍କ ଠାରୁ ମୁଁ ଛୋଟ ଥିଲି। ବୟସରେ କମ୍ ଥିଲି, ର୍ୟାଙ୍କରେ ମଧ୍ୟ ଛୋଟ ଥିଲି। କନେଷ୍ଟବଲ ନମ୍ବର 1 ପାଇଥିଲି। ତେବେ ଯାହା ହଉ ଇନ୍ସପେକ୍ସନରେ ସେ ବୁଲେଇକି ଦେଖିଲେ, ମନ୍ଦିର ପାଇଁ ଜାଗା, ଚର୍ଚ୍ଚ ପାଇଁ ଜାଗା ଅନୁମତି ଦେଲେ। 4/10/1999ରେ ଆମର ବଟାଲିୟନରେ ୱେଲଫେୟାର ମିଟିଂ ହେଲା, ଷ୍ଟାଫ୍ ମିଟିଂ ହେଲା। ସେମାନେ ତାଙ୍କ ମନ୍ଦିର ପାଇଁ ଦରମାରୁ 10 ଟଙ୍କା କଟିବା ପାଇଁ କହିଲେ। ତ ସେତେବେଳେ ଶୁଭେନ୍ଦୁ ପାତ୍ର ଥିଲା, ସେ କହିଲେ ନା ଆମେ ଆମର କରିବୁ, ଆମେ ଆମର ଚାନ୍ଦା ସଂଗ୍ରହ କରି ଆମେ ଆମର କରିବୁ। କଟକ ମଣ୍ଡଳୀ ଯେହେତୁ ଦୀର୍ଘ 1999 ମସିହା, ସେ 15-20 ବର୍ଷ ପୂର୍ବରୁ ସେ ସ୍କୁଲରେ ଚଳେଇକି ଆସୁଛି। ମୁଁ ମଧ୍ୟ 10 ବର୍ଷ ସେ ସ୍କୁଲରେ କରିଛି। ସେ ସ୍କୁଲ ଘରେ ପରିଚାଳକ ମଧ୍ୟ ଆସିଛନ୍ତି, ଅନ୍ୟାନ୍ୟ ବକ୍ତାମାନେ ଆସିଛନ୍ତି, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ମଧ୍ୟ, ଅକ୍ଷୟ ମହାନ୍ତି ମଧ୍ୟ ଆସିଛନ୍ତି ସେ ଚର୍ଚ୍ଚକୁ। ସ୍କୁଲ ଘର ଚର୍ଚ୍ଚ କଥା କହୁଛି। ତେବେ ସେ ଯାହା ହଉ ଅଳ୍ପ ଲୋକରେ କଟକ ବଡ଼ ମଣ୍ଡଳୀ ଗୋଟେ ସଂସ୍ଥାକୁ ଥରେ ଅନୁମତି ଦିଏ, କିନ୍ତୁ ଆମକୁ 2 ଥର ଅନୁମତି ଦେଲା ଦାନ ସଂଗ୍ରହ କରିବା ପାଇଁ। ଯେହେତୁ ଚାକିରି ଲୋକ ରହିଲୁ, ଆମେ ଦାନ ସଂଗ୍ରହ ଭଲ କରିପାରିଲୁ ନାହିଁ। କାହିଁକିନା ଡୋର୍ ଟୁ ଡୋର୍ ଯାଇ କଲେକ୍ସନ୍ କରିବାକୁ ପଡ଼ିବ। ତେବେ ସେ ଯାହା ହଉ ସେଥିରେ ସମସ୍ତଙ୍କ ଭୂମିକା, କାହା ନା କହିବି, ଆଶିଷ ଭାଇ, ସୋମନାଥ, ବିନୋଦ ବାବୁ, ଜୟନ୍ତ, ଟୁଙ୍ଗଲା, ବହୁତ ଲୋକ ଥିଲେ। ମାନେ 17-18 ପରିବାର ଥିଲୁ। ସେ 17-18 ପରିବାର ହିଁ ଏ ଗିର୍ଜାଗୃହ ନିର୍ମାଣ କରିଛି। ଆମେ ଓପେନିଂ କଲାବେଳକୁ ସେ ବରଣ୍ଡା ନଥିଲା, ବାଲି ଥିଲା। ଆମେ ଓପେନିଂ କରିକି ପଶିଗଲୁ, କାହିଁକିନା ତାଙ୍କର ଟିକେ ଡିଷ୍ଟର୍ବାନ୍ସ ହେଲା, ତାଙ୍କର କେସ୍ ଦରବାର ହେଇଗଲା। ତାଙ୍କର ତ କେସ୍ ଦରବାର ହେଇଗଲା ବୋଲି ଆମେ ଯାଇକି କମାଣ୍ଡଙ୍କୁ ରିକ୍ୱେଷ୍ଟ କଲୁ ଯେ ଆମେ ଆଜ୍ଞା ଗିର୍ଜା ଆମେ ଉଦ୍ଘାଟନ କରିଦେବୁ। ସେ ଛାନିଆ ହେଇଗଲା। ଯେହେତୁ ଆମର ମାର୍ଚ୍ଚ ମାସରେ ଷ୍ଟାର୍ଟ ହେଇକି ଡିସେମ୍ବରରେ, ମାନେ 9 ମାସ ଭିତରେ ଆମେ ଗିର୍ଜା ଘରଟା ତିଆରି କରିଥିଲେ। ସେଟା ପ୍ରଭୁଙ୍କର ଯୋଜନା। ପ୍ରଭୁ କାହା ହୃଦୟରେ କାର୍ଯ୍ୟ କଲେ ସେଟା ପ୍ରଭୁ ଜାଣନ୍ତି। ମୁଁ ଆଗରୁ ମଧ୍ୟ ଲିଙ୍ଗରାଜ ପରିଡ଼ା ଥିଲା, ସେଇ ଯେଉଁ ସୁବ୍ରତାଇକୁ, ସୁକାଇକୁ, ଶୁଭେନ୍ଦୁ ପାତ୍ର ସ୍ତ୍ରୀକୁ ଯେଉଁ ଲଭ୍ ଅଫ୍ ଟୋକନ୍ ଦେଲା ବେଳକୁ ମୁଁ ସେଠି ଗାଇ ଦେଇଛି। ସେଇଟା ପୁନରାବୃତ୍ତି କରୁନାହିଁ, ଜାଣିଛନ୍ତି। ତ ତେବେ ଯାହା ହଉ ଆମେ ସେମାନଙ୍କୁ ମିସ୍ କରୁଛୁ। ସେମାନଙ୍କର ଦାନ, ସେମାନଙ୍କର ପ୍ରାର୍ଥନା, ସେମାନଙ୍କର ଅବଦାନରେ ଆଜି ଆମେ ଏତେ ସୁନ୍ଦର ଭାବରେ ଆମେ ପ୍ରତିପାଳନ କରୁଛୁ। ମୁଁ ଏଇ ସମୟରେ ଆମମାନଙ୍କର ନିମା ପାଷ୍ଟରଙ୍କୁ ଦାୟିତ୍ୱ ଦେଉଛି, ସେ ତାଙ୍କର ପରିଚାଳନା କରିବେ। Hallelujah. Hallelujah. Praise the Lord.
सर्वप्रथमे मु परमेश्वरंकर महत् नाम को धन्यवाद दिए, कारण प्रभु आम को आज परी एक विशेष दिन जहाँकि OSAP 6th बाटालियन यूनाइटेड चर्च रो आज 25तम वर्ष पालन करने आम को प्रभु अनुग्रह कले। तेणु यहीपरि एक विशेष उपासना रे आमे समस्ते जोग दे पारिछु। यह आमानक पई विशेष एक आनंद एवं आशीर्वादर विषय मध्य। तेणु आजिर यही विशेष उपासना रे जोग देइथिबा प्रत्येकଙ୍କୁ ମଧ୍ୟ आउ थरे स्वागत जणाइबा सहित ख्रीष्ट प्रेमर नमस्कार जणाए। समस्तଙ୍କୁ नमस्कार। प्रभु एपरि एक सुंदर दिन आमानଙ୍କୁ देखिबाकू देइछंती। निश्चित आमे जेते प्रभुंकर धन्यवाद देले मध्य ताहा हुए तो यथेष्ट हेब नाही। तेणु सेई प्रभु परमेश्वर सर्वदा गौरवान्वित हुअन्तु। आमे समस्तଙ୍କୁ मध्य आहुरी प्रभु रे बढ़िबा पई आमे प्रत्येकଙ୍କୁ साहाय्य करन्तु। आसन्तु ए समय रे आमने समस्ते प्रभुंको गौरव पई गोटे गीत आमने बोलिबा। आमानकर मध्यरे जो संगीत दल से माने माँ भौणी माने भाई माने अछंती से माने सम्मुख को आसीबे। से माने गोटे गीत उपस्थापन करिवे। आउ सेई गीत शुणु शुणु आमे समस्ते प्रभुंकर प्रशंसा करिबा। Hallelujah,
ବହୁତ ଧନ୍ୟବାଦ ଦିଏ। ସୁନ୍ଦର ଗୀତ ଦ୍ୱାରା ଆମମାନଙ୍କୁ ଉତ୍ସାହିତ କରିଛନ୍ତି। ପ୍ରଭୁ ସମସ୍ତଙ୍କୁ ମଧ୍ୟ ଆହୁରି ବହୁଳ ରୂପେ ଆଶୀର୍ବାଦ କରନ୍ତୁ। ଏହି ସମୟରେ ଆଜିର ଧ୍ୟାନ ନିମନ୍ତେ ଆମେ ପ୍ରଭୁଙ୍କ ବାକ୍ୟରୁ ପାଠ କରିବା। ତାହା ଆପଣମାନେ ପାଇବେ ଲେବି ପୁସ୍ତକ 25 ପର୍ବ 8 ପଦ ଠାରୁ 22 ପଦ ପର୍ଯ୍ୟନ୍ତ। ଲେବି 25 ପର୍ବ 8 ପଦରୁ 22 ପଦ ଯାଏ। ମୁଁ ଅନୁରୋଧ କରିବି ଆମମାନଙ୍କ ମଧ୍ୟରେ ସଞ୍ଚିତା ଲିମା ସେ ସମ୍ମୁଖକୁ ଆସିବେ, ଆଜିର ଶାସ୍ତ୍ରାଂଶ ସେ ପାଠ କରିବେ। ଆଜିର ଧ୍ୟାନ ନିମନ୍ତେ ପ୍ରଭୁଙ୍କ ବାକ୍ୟରୁ ଯାହା ମନୋନୀତ କରାଯାଇଛି ତାହା ଆପଣମାନେ ପାଇବେ ଲେବି ପୁସ୍ତକ 25 ପର୍ବ 8ରୁ 22 ପଦ ପର୍ଯ୍ୟନ୍ତ। ଆଉ ତୁମ୍ଭେ ଆପଣା ନିମନ୍ତେ 7 ବର୍ଷ ଅର୍ଥାତ୍ 7 ଗୁଣ 7 ବର୍ଷ ଗଣନା କରିବ। ତହିଁରେ ସେହି 7 ଗୁଣ 7 ବର୍ଷର ଦିନ ତୁମ୍ଭେ ପ୍ରତି 49 ବର୍ଷ ହେବ। ତହୁଁ ସପ୍ତମ ମାସର 10ମ ଦିନରେ ତୁମ୍ଭେ ମହାଶବ୍ଦକାରୀ ତୁରୀ ବଜାଇବ। ପ୍ରାୟଶ୍ଚିତ ଦିନରେ ତୁମ୍ଭେମାନେ ଆପଣମାନଙ୍କ ସମସ୍ତ ଦେଶରେ ତୁରୀ ବଜାଇବ। ପୁଣି ତୁମ୍ଭେମାନେ 50ତମ ବର୍ଷକୁ ପବିତ୍ର ରୂପେ ମାନ୍ୟ କରିବ। ଆଉ ସମୁଦାୟ ଦେଶରେ ତହିଁର ସମସ୍ତ ନିବାସୀମାନଙ୍କ ପ୍ରତି ମୁକ୍ତି ଘୋଷଣା କରିବ। ତାହା ତୁମ୍ଭମାନଙ୍କ ନିମନ୍ତେ ଜୋବେଲ ମହା ଉଲ୍ଲାସ ଉତ୍ସବ ହେବ। ଓ ତୁମ୍ଭେମାନେ ପ୍ରତିଜଣ ଆପଣା ଆପଣା ଅଧିକାରକୁ ଫେରିଯିବ ଓ ପ୍ରତିଜଣ ଆପଣା ଆପଣା ବଂଶ ନିକଟକୁ ଫେରିଯିବ। ସେହି 50ତମ ବର୍ଷ ବ୍ୟାପୀ ତୁମ୍ଭମାନଙ୍କ ନିମନ୍ତେ ଜୋବେଲ ହେବ। ତୁମ୍ଭେମାନେ ବୁଣିବ ନାହିଁ, କିଅବା ଯେଉଁ ଶସ୍ୟ ଆପେ ବଢ଼େ ତାହା କାଟିବ ନାହିଁ ଓ ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ, କାରଣ ତାହା ଜୋବେଲ ଅଟେ। ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ହେବ। ତଥାପି ତୁମ୍ଭେମାନେ କ୍ଷେତ୍ରୋତ୍ପନ୍ନ ଶସ୍ୟାଦି ଖାଇପାରିବ। ସେହି ଜୋବେଲ ବର୍ଷ ପ୍ରତି ଜଣ ଆପଣା ଆପଣା ଅଧିକାରକୁ ଫେରିଯିବ। ଯେବେ ତୁମ୍ଭେ ଆପଣା ପ୍ରତିବାସୀ କି କୌଣସି ଭୂମ୍ୟାଦି ବିକ ଅବା ଆପଣା ପ୍ରତିବାସୀ ହସ୍ତରୁ କିଣ, ତେବେ ତୁମ୍ଭେମାନେ ଏକ ଆରେକ ପ୍ରତି ଅନ୍ୟାୟ କରିବ ନାହିଁ। ତୁମ୍ଭେ ଜୋବେଲ ପର ବର୍ଷର ସଂଖ୍ୟା ଅନୁସାରେ ଆପଣା ପ୍ରତିବାସୀ ଠାରୁ କିଣିବ ଓ ଫଳ ଉତ୍ପାତି ବର୍ଷର ସଂଖ୍ୟା ଅନୁସାରେ ସେ ତୁମ୍ଭକୁ ବିକିବ। ତୁମ୍ଭେ ବର୍ଷର ଆଧିକ୍ୟ ଅନୁସାରେ ତହିଁର ମୂଲ୍ୟ ବୃଦ୍ଧି କରିବ ଓ ବର୍ଷର ନ୍ୟୁନତା ଅନୁସାରେ ମୂଲ୍ୟ ଊଣା କରିବ, କାରଣ ସେ ତୁମ୍ଭକୁ ଫଳ ଉତ୍ପାତି ବର୍ଷର ସଂଖ୍ୟା ଅନୁସାରେ ଭୂମି ବିକ୍ରୟ କରିବ। ତୁମ୍ଭେମାନେ ଏକ ଆରେକର ଅନ୍ୟାୟ କରିବ ନାହିଁ, ମାତ୍ର ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ଭୟ କରିବ, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଅଟୁ। ଏ ନିମନ୍ତେ ତୁମ୍ଭେମାନେ ଆମ୍ଭର ବିଧି ଅନୁସାରେ ଆଚରଣ କରିବ ଓ ଆମ୍ଭର ଶାସନ ସକଳ ମାନିବ ଓ ପାଳନ କରିବ। ତହିଁରେ ତୁମ୍ଭେମାନେ ଦେଶରେ ନିର୍ଭୟରେ ବାସ କରିବ। ପୁଣି ଭୂମି ନିଜ ଫଳ ଉତ୍ପନ୍ନ କରିବ। ତହିଁରେ ତୁମ୍ଭେମାନେ ତୃପ୍ତି ପର୍ଯ୍ୟନ୍ତ ଭୋଜନ କରିବ ଓ ଦେଶରେ ନିର୍ଭୟରେ ବାସ କରିବ। ଆଉ ତୁମ୍ଭେମାନେ ଯେବେ କହିବ, ଦେଖ ଆମ୍ଭେମାନେ ତ ବୁଣି ନାହୁଁ କି ଉତ୍ପନ୍ନ ଫଳ ସଂଗ୍ରହ କରିବୁ ନାହିଁ, ତେବେ ଆମ୍ଭେମାନେ ସପ୍ତମ ବର୍ଷରେ କ'ଣ ଖାଇବୁ? ଆମ୍ଭେ ଷଷ୍ଠ ବର୍ଷରେ ତୁମ୍ଭମାନଙ୍କ ଉପରେ ଆଶୀର୍ବାଦ ଆଜ୍ଞା କରିବା। ତହିଁରେ ତାହା 3 ବର୍ଷର ଫଳ ଉତ୍ପନ୍ନ କରିବ। ପୁଣି ଅଷ୍ଟମ ବର୍ଷରେ ତୁମ୍ଭେମାନେ ବୁଣିବ ଓ ପୁରାତନ ଶସ୍ୟ ଖାଇବ। ନବମ ବର୍ଷ ପର୍ଯ୍ୟନ୍ତ ଫଳ ଉତ୍ପନ୍ନ ହେବା ଯାଏ ତୁମ୍ଭେମାନେ ପୁରାତନ ଶସ୍ୟ ଭୋଜନ କରିବ। ପ୍ରଭୁ ଏ ପଠିତ ବାକ୍ୟର ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଏହି ସମୟରେ ଆମେ ଆଜିର ବାକ୍ୟ ପୂର୍ବରୁ ଆମେ ବିଶେଷ ପ୍ରାର୍ଥନା ମଧ୍ୟକୁ ଯିବା, କାରଣ ପ୍ରଭୁ ଯେତେବେଳେ ଏହି ମଣ୍ଡଳୀ ପ୍ରତି ଅନୁଗ୍ରହ କଲେ, 25 ବର୍ଷ ପର୍ଯ୍ୟନ୍ତ ପ୍ରଭୁ ଏ ମଣ୍ଡଳୀକୁ ଚଳେଇ ଆଣିଛନ୍ତି। ଅନେକ ଏହି ମଣ୍ଡଳୀ ନିମନ୍ତେ ସେମାନଙ୍କର ଅନେକ ପରିଶ୍ରମ, ଅନେକ ପରିବାର ଏ ମଣ୍ଡଳୀ ପ୍ରତି ସେମାନଙ୍କର ଆଗ୍ରହ, ଉପାସନାରେ ସର୍ବଦା ଯୋଗ ଦେବା, ଏସବୁ ମଧ୍ୟରେ ମଣ୍ଡଳୀ ଆଜି ଏପର୍ଯ୍ୟନ୍ତ ତିଷ୍ଠିକି ଅଛି। ତେଣୁ ଆମେ ନିଶ୍ଚିତ ଏହି ସମୟଟି ବିଶେଷ କରି ମଣ୍ଡଳୀ ପାଇଁ, ମଣ୍ଡଳୀର ପ୍ରତି ପରିବାର ପାଇଁ ଏବଂ ବିଶେଷ କରି ଆଜିର ବାକ୍ୟ ନିମନ୍ତେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ମୁଁ ଅନୁରୋଧ କରିବି ଆମମାନଙ୍କ ମଧ୍ୟରେ କଟକଡ଼ିଆ ବାପ୍ଟିଷ୍ଟ ମଣ୍ଡଳୀର ସହପାଳକ ଆଚାର୍ଯ୍ୟ ରାଜଦୀପ ସାମଲ, ପ୍ରଭୁଙ୍କର ଦାସ ଆମମାନଙ୍କ ମଧ୍ୟରେ ଉପସ୍ଥିତ ଅଛନ୍ତି। ସେ ସମ୍ମୁଖକୁ ଆସିବେ ଏବଂ ଏହି ପ୍ରାର୍ଥନାଟି ଉତ୍ସର୍ଗ କରିବେ।
ओएसएपी मंडली 25 वर्षर पूर्ति अवसर में समस्त को मोर अशेष शुभेच्छा जनाऊँगी। प्रभु आम समस्त को आशीर्वाद करंतु। आओ आम प्रार्थना करुचे मंडली आहरी प्रभु बढ़ू एवं प्रभुंकर गौरव उद्देश्य विभूत हो। प्रार्थना करवा। पवित्र पवित्र आमानकर अत्यंत पवित्र परमेश्वर प्रभु आम तुमको धन्यवाद दौछु, तुम गौरव करुछु, तुम प्रशंसा करुछु, कारण तुम्हें प्रभु एते पवित्र परमेश्वर हेले मध्य आम भली पापी अयोग्य दिनहीन अकिंचन लोक मानू प्रभु धूली ठारू मध्य हीन लोक मानू प्रभु तुम्हें आम प्रेम करी आमान प्रभु ये समस्त सुंदर योजना गुड़िक तुम्हें करिल, जहाँ फल प्रभु आज गोटे सुंदर दिन आम देखापी सुजोग पाइलु। केवल ताहा नुहे प्रभु ये दिनटी देखु देखु आज मध्य आम गोटे सुंदर अवकाश प्राप्त हेलु। यही समय मध्य प्रभु आम यही मंडली मध्य बसी थाउ थाउ आम प्रभु आज तुमको धन्यवाद दौछु जे आज को प्राय 25 वर्ष तले यही मंडली को तुम्हें प्रभु गढ़ी थिल। हाँ प्रभु दिन थिला आ प्रभु तुम दास माने यही स्थान रे थिले, अनेक विश्वासी माने थिले, किंतु से माने यही सुजोग यही समय पाई पारु नथिले, यही स्थान नथिला, किंतु प्रभु तुम्हें सुजोग कल जे प्रभु यही भली गोटे स्थान रे आ तुमरी लोक मानकर सहित तुमरी विश्वासी मानक सहित उपासना आराधना करबा पई सेमान जमते सहभागिता करबा पई समय पाइबे, सुजोग पाइबे, सेति प्रभु तुम्हें से मानक पई एई गोटे सुंदर स्थान को प्रभु प्रस्तुत कल। हाँ प्रभु तापई से माने अनेक संघर्ष मध्य करिसेंती, अनेक अपेक्षा मध्य करा जायछि, प्रार्थना करा जायछि, परिश्रम करा जायछि। आ प्रभु जो माने मध्य एई विशेष गृहटी को निर्माण करबा पई अनेक से समय आ प्रभु परिश्रम करथिले, सेमानक भितर हुए तो अनेक नाहांती स्थान रे, किंतु प्रभु आम धन्यवाद दौछु जे आज यही गृह साक्षी स्वरूप छिड़ा होइछि। आम यही गृह मध्य बसी तुम उपासना आराधना करने सुजोग पाउछु। प्रभु धन्यवाद दौछु ए सुजोग पाई, ए समय पाई। प्रभु तुमर अनुग्रह बिना, तुमर अनुमति बिना यही सब उत्तम विषय गुड़िक प्राप्त हवा प्रभु आमानक पई असंभव, किंतु तुम्हें साहाय्य कल बोली आम यही सुंदर विषय गुड़िक प्राप्त हो पारलु। प्रभु आज तुमको धन्यवाद दौ दो आज प्रिय मंडली पाई मध्य प्रार्थना करुचे। प्रिय मंडली रे तुमर प्रत्येक दासदासी मानक आज समय प्रभु जो माने यही स्थान रही प्रभु कार्य करने सहित तुमर यही विशेष सेवा कार्य मध्य जोड़ी होती से मानक तुम चरण में समर्पण करुचे आ प्रार्थना करुचे। प्रभु तुम्हें प्रत्येक ऊपर तुम से मंगलमय हस्त रखि थाओ एवं प्रभु तुम दासदासी मानक तुम्हें प्रभु प्रचुर भाव आशीर्वाद कर। प्रभु आम ओएसएपी मंडली आ प्रभु धीरे धीरे ताहा वृद्धि पाइबा को लागू। प्रभु आम प्रार्थना करुछु प्रभु आज जो संख्या अच्छी, आज जो लोक मानकर प्रभु समष्टि स्थान अच्छी ताहा आ गोटे समय आसु ताहा द्विगुणित हो, ताहा अधिक लोक माने प्रभु ए स्थान को आसी यही गृह को परिपूर्ण करंतु। प्रभु विश्वासी मानकर संख्या बढ़ू, प्रभु जो माने तुमको जानी नांती सेमानकर संख्या बढ़ू। आ प्रभु धीरे धीरे यही गृह तुमर उपस्थिति तुम लोक मानकर उपस्थिति परिपूर्ण हो बोली आम प्रार्थना करुछु। तुम अनुग्रह कर प्रभु आज विशेष दिन में आम प्रभु आम प्रिय मंडली ओएसएपी मंडली प्रत्येक परिवार को तुम चरण समर्पण करुछु। प्रत्येक परिवार उपर तुम आशीर्वाद हस्त रख एवं परिवार गुड़िक जहाँ जहाँ समस्या असुविधा रही से गुड़िक जीशु तुम नाम तुम्हें दूर कर दियो। प्रभु आम संपादक महाशय को एवं तांकर सब शारीरिक दुर्बलता को प्रभु तुम चरण रखी दौचु। प्रभु तुम्हें दयाकरी तांको मध्य तुम संपूर्ण बल दे शक्ति दे तांको तुम्हें सुस्थतार सहित प्रभु तुम्हें व्यवहार कर बोली आम प्रार्थना करुछु। प्रभु आम बंसल भाई प्रार्थना करुछु तांकर संपूर्ण रिकवरी आ संपूर्ण सुस्थता तुम अनुग्रह हेउ बोली आम जीशु नाम प्रार्थना करुछु। तुम्हें तांको प्रभु स्पर्श कर एवं प्रभु से जपरी आउ थे यही स्थान को आसी आनंद रे तुम उपासना करने को सुजोग पाइबे तुम अनुग्रह कर। प्रभु आमर पूर्वतन दीकन महाशय मध्य अछंती आ प्रभु नायक महाशय को आम तुम चरण समर्पण करुछु। आम प्रार्थना करुछु तुम्हें तांको मध्य आज विभिन्न प्रकार शारीरिक दुर्बलता सत्य स्थान को आनीछ
प्रभु तांको मनरे जो तुम प्रति आग्रह तुम प्रति प्रेम ता आमे समस्त देखिछु प्रभु। प्रभु एई दिन मानकर जदिबा तांकर शारीरिक दुर्बलता तांको बाधा दउछि किंतु तुम्हें अनुग्रह आज कल प्रभु से स्थान को आसी पारे ए स्थान में बसी आ तुम उपासना जोग दे पारे तुम्हें तांको आशीर्वाद कर प्रभु तुम्हें तांको अनुग्रह करी आहरी शक्तियुक्त करी सुस्थ करी तुम गौरव पाई व्यवहार कर बोली प्रार्थना करुछु। विशेष रे प्रभु आज जो पवित्र तुम वाक्य और जो खाद्य प्रभु तुम्हें आम प्रस्तुत करिछ से विशेष प्रार्थना करुछु। पालक महाशय को तुम्हें प्रभु आशीर्वाद कर एवं तांकर मुखर तुम्हें सहवर्ती हुओ एवं प्रभु आज जहाँ वाक्य से आम प्रभु प्रस्तुत करिसेंती ताहा जेपरि आम प्रत्येकंकर हृदय मन आत्मा को स्पर्श करिवो ताहा जेपरि अस्थि मजार भेदक हबो प्रभु आम को आहुरी तुमर से सत्यता को परिष्कार भाव देखा आमर चक्षु को परिष्कार करिवो एवं आम को गोटे दर्पण सदृश आ प्रभु आम निज जीवन में थिबा से अलिया आवर्जना गुड़ा को देखै देबा साहाय्य करिवो तुम आमको दयाकरी साहाय्य कर। सब गौरव महिमा संभ्रम तुमको दे समस्त भारत में बहन कल बोले धन्यवाद दे जीसु तुम नाम रे ए छोट भिक्षा मागुछु आमेन। धन्यवाद पालक महाशय अनेक विषय सुंदर भाव में प्रार्थना करिसेंती प्रभु प्रिय दासों को मध्य आहुरी बहुल रूपे आशीर्वाद करंतु। एई समय आमने विशेष वाक्य मध्य को जीवा आजिर वाक्य निमंते आमानक मध्यरे कटकड़िया बाप्टिस्ट मंडलीर पालक महाशय रेभरेंड डॉक्टर निहार कुमार वर्धन आमानक मध्यरे उपस्थित थिबारु तांको निकटरे मो तरफरु एवं मंडली तरफरु कृतज्ञता एवं भक्तिपूर्ण नमस्कार जनाए। प्रभुंकर दास निश्चित ए सबु मंडलीर नेतृत्व रे रही प्रति मुहूर्त रे आमानकु उत्साहित करि आसुछंती। आज मध्य से आमानक मध्यरे उपस्थित निश्चित आमाने गर्वित आमे प्रभु को धन्यवाद देउछु। एई समय रे प्रभु जीशु ख्रीष्टंकर नाम रे प्रभुंकर दासों को मु आह्वान करे प्रभुंकर दास आसीबे एवं आजिर मनोनीत वाक्य मंडली सम्मुख रे प्रकाश करिवे। प्रभुंकर अति महत् नामर धन्यवाद हो। प्रभु अनुग्रह कले तांकरी मंगलदान को आमने स्मरण करू करू एहीपरि गोटे 25 वर्षर दीर्घ यात्रा को स्मरण करी धन्यवाद देबा पई आज आमने एकत्र हो पारिलु। प्रभु संख्या देखती नहीं प्रभु आमानकर हृदय देखती। आमे अल्प हेलु अन्य माने जे सहयोग कले नाही बा अन्य मानकर उपस्थिति नाही बोली आम माने मनरे निराश हवा नहीं। कारण अनुभूति मध्य दे गले आनंद थाए आ जदि अनुभूति नथिबो से आनंद मध्य मिलिबो नाही। नहीं ते कथारे अच्छी जे बॉम्बे लड्डू जे खाइला नहीं हाँ सेमती गोटे कथा अच्छे नहीं मु खाई कि नहीं मत भी जना नहीं मोर माने मने नहीं जे खाई से नहीं आ गोटे जे न खाई से पछतई ना एमती कौन भी गोटे अच्छी नहीं। तेणु सेमती भलिया परमेश्वरंकर अनुभूति मध्य यह गोटे व्यक्तिगत अनुभूति जी जानिब जी चाखिब से ही तार आनंद नहीं पारिब। 25 वर्ष तले आमानक मध्यरु अनेक आमे नथिलु एठी मु तो नथिली लिमा बाबू मध्य नथिले कि आमानकर पालक महाशय मध्य नथिले अर्थात आमने जड़ित नथिलु नहीं आमे जड़ित नथिलु किंतु आज 25 वर्षर इतिहास को जेते बेले आमर मंडलीर संपादक महाशय प्रकाश करुथिले आउ ताहा से किछि लेखिकिरी वर्णना करुनथिले तांकर जीवन रो अनुभूति रु नायक महाशय अच्छंती बिहारी आज्ञा अच्छंती भाई माने अच्छंती हाँ तेबे से माने अनुभूति मध्य देई जाइचंती से अनुभूति ही आम को कौन करिवो ना आनंद देव। सेही परि गोटे दिन रे
ଆଜି ଆମମାନେ ଉପସ୍ଥିତ ଅଛୁ। ଯେଉଁ ଅଂଶଟି ଝିଅ ଆମମାନଙ୍କ ପାଇଁ ପାଠ କରିକି ଶୁଣାଉଥିଲେ, ଇସ୍ରାଏଲ ଲୋକମାନଙ୍କୁ ପ୍ରଭୁ ଗୋଟେ ଜୋବେଲ ବର୍ଷର ତାତ୍ପର୍ଯ୍ୟ କଥା ପ୍ରକାଶ କରୁଥିଲେ। ଆମମାନଙ୍କର ସୃଷ୍ଟିକର୍ତ୍ତା ପରମେଶ୍ୱର ସପ୍ତମ ଦିନରେ ବିଶ୍ରାମ ନେଲେ। ତାପରେ ଆମେ ଦେଖୁ 7 ବର୍ଷ ଯେତେବେଳେ ହେବ, ସପ୍ତମ ବର୍ଷ ଗୋଟେ ବିଶ୍ରାମର ବର୍ଷ ହେବ। ଆଉ 7 × 7 49 ବର୍ଷ, 50ତମ ବର୍ଷ ଗୋଟେ ଜୋବେଲ ବର୍ଷ ହେବ। ଏ କଥା ପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ଶିଖେଇଲେ। ସପ୍ତମ ବର୍ଷରେ ପ୍ରଭୁ ପରମେଶ୍ୱର କାହିଁକି ବିଶ୍ରାମ ନେଲେ? ସେ ତାଙ୍କ ପାଇଁ ବିଶ୍ରାମ ନେଲେ ନାହିଁ, କିନ୍ତୁ ଆମ ପାଇଁ ବିଶ୍ରାମ ନେଲେ। ଆମ ପାଇଁ ବିଶ୍ରାମ ନେଲେ କାହିଁକି? କାରଣ ସେ ପରିଶ୍ରମ କଲେ 6 ଦିନ, ସପ୍ତମ ଦିନରେ ସେ ବିଶ୍ରାମ ନେଲେ। ଆମ ପାଇଁ ବିଶ୍ରାମ ନେବାର କାରଣ ହେଉଛି, ସପ୍ତମ ଦିନରେ ଯେପରି ଆମେ ତାଙ୍କର ବିଶ୍ରାମକୁ ସ୍ମରଣ କରିବା 6 ଦିନର କାର୍ଯ୍ୟକୁ। ସେ ଗୋଟିଏ ରୂପରେଖ ଆମ ଆଗରେ ଛାଡ଼ିଦେଲେ। 6 ଦିନର କାର୍ଯ୍ୟକୁ ଆମେ ସ୍ମରଣ କରିବା, ସପ୍ତମ ଦିନରେ ପ୍ରଭୁଙ୍କ ପାଦ ତଳେ ଯାଇ ଧନ୍ୟବାଦ ଦେବା, ତାପରେ ଆଉ ସପ୍ତାହର ପ୍ରଥମ ଦିନରେ ପ୍ରବେଶ କରିକି ଆମେ କାର୍ଯ୍ୟ କରିବା। ଦେଖନ୍ତୁ ପ୍ରଭୁଙ୍କର କେଡ଼େ ଲମ୍ବା ଚିନ୍ତା। ଆମେ ଆଜି କଥା ଚିନ୍ତା କରୁ, କିନ୍ତୁ ପ୍ରଭୁ ଯୁଗ ଯୁଗର କଥା ଚିନ୍ତା କରନ୍ତି। ଆଉ ସେ 6 ଦିନ କାମ କରି ସପ୍ତମ ଦିନକୁ ବିଶ୍ରାମ ଦିନ କଲେ। ସେଇ ବିଶ୍ରାମ ଦିନ ତାଙ୍କୁ ସ୍ମରଣ କରିବାର ଦିନ, ତାଙ୍କର ଉପାସନା କରିବାର ଦିନ, ତାଙ୍କର ପ୍ରଶଂସା କରିବାର ଦିନ, ତାକୁ ଆମେ ପବିତ୍ର ଦିନ ବୋଲି କହୁ। ସେଇ ଦିନ ହିଁ ପ୍ରଭୁ କ'ଣ କଲେ ନା ପୁନରୁତ୍ଥିତ ମଧ୍ୟ ହେଲେ। ଯଦିଚ ଆମର ସାବତ ଶନିବାର ଦିନ ପଡ଼ୁଛି, କିନ୍ତୁ ଆମମାନଙ୍କର ସପ୍ତାହର ପ୍ରଥମ ଦିନରେ ଆମମାନେ ପ୍ରଭୁ ଯୀଶୁଙ୍କର ପୁନରୁତ୍ଥାନ ହେଇଥିବାରୁ ଆମେ ସେଇ ଦିନକୁ ଉପାସନାର ଦିନ ବୋଲି ମଣ୍ଡଳୀ ଗ୍ରହଣ କରୁଛନ୍ତି। କିନ୍ତୁ ଯହୁଦୀମାନେ ଆଜି ମଧ୍ୟ ସାବତ ଡେ ଭାବରେ ଶନିବାର ଦିନକୁ ସେମାନେ ପାଳନ କରୁଛନ୍ତି, କାରଣ ତାହା ହେଉଛି ବିଶ୍ରାମବାର ଦିନ, ବିଶ୍ରାମ ଦିନ। ସେ ଯାହା ବି ହଉ, ପ୍ରଭୁଙ୍କର ପ୍ରିୟମାନେ, ଆଜି ଯେତେବେଳେ ଆମମାନେ ପ୍ରଭୁଙ୍କର ବାକ୍ୟକୁ ଦେଖୁ, ସେ କେତେ କଥା ତାଙ୍କୁ କହୁଛନ୍ତି ଯେ ତୁମେ କ'ଣ କ'ଣ କରିବ। ଏଇ ଯେଉଁ ଜୁବଲି ବର୍ଷ ପାଳନ କରୁଛ, ଏଇ 25 ବର୍ଷ ଯାହା ପାଳନ କରୁଛେ ଆମେ, ଯେଉଁ 50 ବର୍ଷ ସେମାନେ ପାଳନ କରୁଥିଲେ, ତାଙ୍କୁ ସେ କ'ଣ କହୁଛନ୍ତି ନା ଏଇ ସମୟରେ ଗୋଟେ ପର୍ବ ଭଳିଆ ତୁମେ ପାଳନ କରିବ। କାରଣ ଏହା ହେଉଛି ଗୋଟିଏ ସେଲିବ୍ରେସନର ଦିନ। କାହିଁକି ଆମେ ସେଲିବ୍ରେସନ କରିବା? କାରଣ ପ୍ରଭୁ ଆମମାନଙ୍କୁ କ'ଣ କରିଛନ୍ତି? ଏତିକି ବର୍ଷ ବଞ୍ଚେଇଛନ୍ତି, ଏତିକି ବର୍ଷ ବଞ୍ଚେଇଛନ୍ତି। ପ୍ରଭୁ ଆମମାନଙ୍କର ସମସ୍ତ ଭାର ନେଇକି ସେ ବଞ୍ଚେଇକିରି ଆଣିଛନ୍ତି। ଆଜି ଆମେ ଏଇ ଗିର୍ଜାଘରର ବା ଗିର୍ଜାଘର ସ୍ଥାପନର କଥା ଆମେ ଯେ ସେଲିବ୍ରେଟ୍ କରୁଛୁ 25 ବର୍ଷ, ତା ନୁହଁ। କିନ୍ତୁ ବାସ୍ତବରେ କ'ଣ ସେଲିବ୍ରେଟ୍ କରୁଛୁ ନା 25 ବର୍ଷ ଧରି ଆମ ପରି ଦିନ ଦୁର୍ବଳ ବିଶ୍ୱାସୀମାନଙ୍କର ସହିତ ଆମର ପ୍ରଭୁ ରହିଲେ। ହାଲେଲୁୟା। ନାଇଁ, ଏଇ 25 ବର୍ଷ ବିଲ୍ଡିଂ ରହିଲା, ଗିର୍ଜା ରହିଲା, ଲୋକେ କେତେ ଆମଠାରୁ ଚାଲିଗଲେ ପ୍ରଭୁଙ୍କ କୋଳକୁ, କିନ୍ତୁ ଆମେ ଯେଉଁ ଆଜି ସେଲିବ୍ରେସନ୍ କରୁଛୁ, ଆମେ ଈଶ୍ୱରଙ୍କର ଉପସ୍ଥିତି ପାଇଁ ସେଲିବ୍ରେସନ୍ କରୁଛୁ। ପ୍ରଭୁ ଆମର ସହିତ ରହିଲେ, 25 ବର୍ଷ ଧରି ଆମମାନଙ୍କୁ ଛାଡ଼ିକିରି ଚାଲିଗଲେ ନାହିଁ। ତାଙ୍କର ବିଶ୍ୱସ୍ତତା ପାଇଁ ଆମମାନେ ପ୍ରଭୁଙ୍କୁ ନିଶ୍ଚିତ ଭାବରେ ଧନ୍ୟବାଦ ଦେବାର ବିଷୟ ରହିଛି। ଗୋଟିଏ ଅଂଶ ଯଦି ଆମମାନେ ପଢ଼ିବା, ଦ୍ୱିତୀୟ ବିବରଣ ତାର ଯଦି 32 ଅଧ୍ୟାୟ ତାର 7 ପଦ ଯଦି ଆମେ ଟିକେ ପଢ଼ିବା, 32 ଅଧ୍ୟାୟ ତାର 7 ପଦ। ପୂର୍ବକାଳର ଦିନ ସବୁ ସ୍ମରଣ କର, ଗତ ବହୁ ପୁରୁଷର ବର୍ଷ ବିବେଚନା କର, ତୁମ୍ଭ ପିତାଙ୍କୁ ପଚାର, ସେ ତୁମକୁ ଜଣାଇବେ, ତୁମ୍ଭ ପ୍ରାଚୀନମାନଙ୍କୁ ପଚାର, ସେମାନେ ତୁମକୁ କହିବେ। ଅର୍ଥାତ୍ ପୂର୍ବଦିନ ବିଷୟରେ, ଆମେ ଜାଣିନଥିବା ବିଷୟରେ ଆମର ବଡ଼ ଲୋକମାନଙ୍କୁ ପଚାର। ହଁ, ପ୍ରଭୁଙ୍କର ପ୍ରିୟମାନେ, ତାହା ହିଁ ହେବା ଆବଶ୍ୟକ ଯେ ଅତୀତରେ ପ୍ରଭୁ କି ପ୍ରକାର ଆମକୁ ଅନୁଗ୍ରହ କରିଛନ୍ତି, ସେଇ ସବୁକୁ ଆମମାନଙ୍କୁ ଜାଣିବାର ଆବଶ୍ୟକ ରହିଛି। ତେଣୁ ଏ ଜୁବଲ ବର୍ଷର ପ୍ରଥମ ବିଷୟ ହେଉଛି କ'ଣ
ନା ଆମମାନେ ଈଶ୍ୱରଙ୍କର ବିଶ୍ୱସ୍ତତାକୁ ସ୍ମରଣ କରିବାର ଦିନ ଅଟେ। ଈଶ୍ୱରଙ୍କର ବିଶ୍ୱସ୍ତତାକୁ ସ୍ମରଣ କରିବାର ଦିନ। ଦେଖୁ ଦେଖୁ ମଣ୍ଡଳୀର ରୂପ ପରିବର୍ତ୍ତନ ହେଇଛି, ମଣ୍ଡଳୀର ଚିନ୍ତାଧାରା ପରିବର୍ତ୍ତନ ହେଇଛି, ମଣ୍ଡଳୀ ମଧ୍ୟରେ ଯେଉଁ ସମ୍ପର୍କର ପରିବର୍ତ୍ତନ ହେଇଛି। ନାଇଁ, ଆମେ ଏଇଠି ଗୋଟେ ଫୌଜି ଭାବରେ, ସିପାହୀ ଭାବରେ ବା କର୍ମଚାରୀ ଭାବରେ ଏଇ ପରିବାର ଗଠନ ହେଇନି, କିନ୍ତୁ ଏଇଟା ଗୋଟେ ଖ୍ରୀଷ୍ଟ ପରିବାର ଭାବରେ ଗୋଟେ ଗଠନ ହେଇପାରିଛି। ହାଲେଲୁୟା। ବିଭିନ୍ନ ସ୍ଥାନରୁ ଆସିଲେ ମଧ୍ୟ କ୍ୱାର୍ଟରରେ ରହିଲୁ, କାମ କଲୁ, ଚାଲିଗଲୁ, କିନ୍ତୁ ତା ନୁହଁ, ଏହା ଗୋଟିଏ ଶରୀର, ଖ୍ରୀଷ୍ଟଙ୍କର ଶରୀର ଭାବରେ ଗଠନ ହେଇପାରିଛି। ତେଣୁ ଏଇ 25 ବର୍ଷରେ ପ୍ରଭୁ ପରମେଶ୍ୱରଙ୍କର ଉପସ୍ଥିତିକୁ, ତାଙ୍କର ବିଶ୍ୱସ୍ତତାକୁ ଆମେ ସ୍ମରଣ କରିବା। ଗୋଟିଏ ମଣ୍ଡଳୀ ଗୃହ କହିଲେ କ'ଣ? ଘରକୁ ବୁଝାଏ ନାହିଁ। କାହାକୁ ବୁଝାଏ? ଆମମାନଙ୍କୁ ବୁଝାଏ, ଲୋକମାନଙ୍କୁ ବୁଝାଏ। ଏଇ ମଣ୍ଡଳୀ ଗୃହର ପ୍ରତ୍ୟେକ ପରିବାରକୁ ବୁଝାଏ, ପ୍ରତ୍ୟେକ ଯୁବା ଯୁବତୀଙ୍କୁ ବୁଝାଏ, ପ୍ରତ୍ୟେକ ପିଲାମାନଙ୍କୁ ବୁଝାଏ, ଯେଉଁମାନେ କି ଆଜି କାଲିର ଭବିଷ୍ୟତ ଅଟନ୍ତି। ତେଣୁ ମଣ୍ଡଳୀ ଆମମାନେ ଯେତେବେଳେ ସେଲିବ୍ରେଟ୍ କରୁ, ଆମେ ଯେଉଁ ଉତ୍ସବ ପାଳନ କରୁଛୁ, ଆମେ ଈଶ୍ୱରଙ୍କର ବିଶ୍ୱସ୍ତତାକୁ ପାଳନ କରୁଛୁ, ଆଉ ଏ 25 ବର୍ଷର ସମ୍ପର୍କକୁ ଆମମାନେ ପାଳନ କରୁଅଛୁ। ପ୍ରଭୁ ଆମମାନଙ୍କୁ ଏଇ ମଣ୍ଡଳୀରେ ପାଳକ ଦେଲେ, ଏଇ ମଣ୍ଡଳୀରେ ନେତାମାନଙ୍କୁ ଛିଡ଼ା କରେଇଲେ, ଏଇ ମଣ୍ଡଳୀରେ ପ୍ରଭୁ ଯୁବାମାନଙ୍କୁ ଡୁବନ ନେବାକୁ ସାହାଯ୍ୟ କଲେ, ଏଇ ମଣ୍ଡଳୀର ଲୋକମାନେ ବିବାହ କାର୍ଯ୍ୟ ହେଲା, ଏଇ ମଣ୍ଡଳୀରେ ଅନେକ ପ୍ରଭୁଙ୍କର ସେବା ନିମନ୍ତେ ମଧ୍ୟ ନିଜକୁ ଉତ୍ସର୍ଗ କଲେ। ଏହି ସବୁ ହେଉଛି ଆଚିଭମେଣ୍ଟସ୍। ଏହା ହେଉଛି ପରମେଶ୍ୱରଙ୍କର ବିଶ୍ୱସ୍ତତାକୁ ସ୍ମରଣ କରି ଆମେ ପ୍ରଭୁଙ୍କ ପାଇଁ କ'ଣ କରିପାରିଛୁ, ଆମେ ସ୍ମରଣ କରିବା ଆବଶ୍ୟକ ରହିଛି। ପ୍ରଭୁଙ୍କର ଉପସ୍ଥିତିକୁ, ବିଶ୍ୱସ୍ତତାକୁ। ପ୍ରଭୁଙ୍କର ପ୍ରିୟମାନେ, ମଣ୍ଡଳୀ ମଧ୍ୟ ସେଇ ଗୀତ ତାର 1:3 ପଦରେ ଯେମିତିକି ଲେଖା ଅଛି, ନେଇ ଜଳସ୍ରୋତ ନିକଟରେ ଗୋଟିଏ କ'ଣ ପରି? ରୋପିତ ବୃକ୍ଷ ପରି। ମଣ୍ଡଳୀ ହେଉଛି ଜଳସ୍ରୋତ ନିକଟରେ ରୋପିତ ଗୋଟିଏ ବୃକ୍ଷ ପରି, ଯେଉଁ ବୃକ୍ଷ କି ସ୍ୱ ସମୟରେ ଫଳ ଉତ୍ପନ୍ନ କରିବ, ଆଉ ତାର ପତ୍ର କେବେ ମଳିନ ହେବ ନାହିଁ। ଆଉ ସେ କ'ଣ କରିବ ନା, ତାର ଯେଉଁ ପତ୍ର ମଳିନ ହେବ ନାହିଁ, ସେ ସ୍ୱ ସମୟରେ ଫଳ ପ୍ରଦାନ କରିବ। ମଣ୍ଡଳୀ ଗୋଟେ ଏହି ପ୍ରକାର ବୃକ୍ଷ ସଦୃଶ, ଯାହାକି ଦୀର୍ଘ 25 ବର୍ଷ ଧରି ପ୍ରଭୁଙ୍କର ପ୍ରିୟମାନେ ଆଉ ଏଇଠି ଛିଡ଼ା ହେଇକିରି ଆସିଲା। ଯେଉଁ ସମୟରେ ଆମେ ଦୁଃଖରେ ଆସିଲୁ, କଷ୍ଟରେ ଆସିଲୁ, ଅସୁସ୍ଥତାରେ ଆସିଲୁ, ଏଇ ମଣ୍ଡଳୀକୁ ଆସିଲୁ, ଆମେ ଉତ୍ସାହିତ ହେଇକି ଗଲୁ, ସୁସ୍ଥତା ପାଇକି ଗଲୁ। ଅସୁସ୍ଥତା ସମୟରେ ପ୍ରଭୁଙ୍କର ସ୍ପର୍ଶ ପାଇଲୁ, ଭାଙ୍ଗି ପଡ଼ିଥିବା ସମୟରେ ପ୍ରଭୁ ଆମମାନଙ୍କର ସହିତ ଛିଡ଼ା ହେଲେ। ଏହି ମଣ୍ଡଳୀର ଉପସ୍ଥିତି ଆମମାନଙ୍କୁ ଆଶୀର୍ବାଦ କରିଛି ବୋଲି ଆମମାନେ ବିଶ୍ୱାସ କରୁ। ତେଣୁ ଆଜି ଆମମାନେ ପ୍ରଥମ ବିଷୟ, ତାଙ୍କର ବିଶ୍ୱସ୍ତତାକୁ ସ୍ମରଣ କରିବା। ଯଦି ସ୍ମରଣ କରିବା, ତେବେ ଆମେ କ'ଣ କରିପାରିବା? ଆନନ୍ଦ କରିପାରିବା। ନାଇଁ, ଆନନ୍ଦ କରିପାରିବା। ନହେଲେ ଏଇ ମଣ୍ଡଳୀ ସହିତ ମୋର କିଛି ସମ୍ପର୍କ ନାହିଁ, ଏଇ ମଣ୍ଡଳୀରେ ମୁଁ କିଛି ପାଇନାହିଁ, ଆମେ ଗୋଟେ ଅନ୍ୟ ସ୍ଥାନକୁ ଯାଇକରି ସେ ଆନନ୍ଦ ପାଇପାରିବା ନାହିଁ। କିନ୍ତୁ ଏଇଠି ଯେତେବେଳେ ବସୁ, ଏଇ ମଣ୍ଡଳୀର ଇତିହାସକୁ ଆମେ ସ୍ମରଣ କରୁ, ଦିନକୁ, ଗତ ଦିନମାନଙ୍କୁ ସ୍ମରଣ କରୁ, ତେବେ ଆନନ୍ଦ ନିଶ୍ଚୟ ଆସିବ। ବେଳେବେଳେ ସନ୍ତାନମାନେ ବାପା ମାଆଙ୍କୁ କ'ଣ କୁହନ୍ତି? ବଡ଼ ହେଇଗଲା ପରେ, ଚାକିରି ବାକିରି କଲା ପରେ, କ'ଣ କରିଛ ତମେ ମୋ ପାଇଁ? ଆରେ କ'ଣ କରିଛୁ? ଆମେ କେଉଁ ହିସାବ ରଖିଛୁ ଯେ କ'ଣ କରିଛୁ ବୋଲି କହିବୁ? ନାଇଁ, ଆମେ ଯଦି ପ୍ରଭୁଙ୍କୁ ପଚାରିବା, ପ୍ରଭୁ ତୁମେ ଆମ ପାଇଁ କ'ଣ କରିଛ? ପ୍ରଭୁ ହସିକିରି କହିବେ, ମୁଁ ଆଉ କ'ଣ ବୋଲି ତୋତେ କହିବି? ନାଇଁ, ମୁଁ ତୋତେ ଜନ୍ମ ଦେଲି, ମୁଁ ତୋତେ ପାଠ ପଢ଼େଇଲି, ମୁଁ ତୋତେ ଚାକିରି କରେଇଲି, ମୁଁ ତୋତେ କଥା କହିପାରିବାର ଶକ୍ତି ଗୋଟେ ଦେଲି, ତୋତେ ଛିଡ଼ା ହେବାର ଶକ୍ତି ଦେଲି, ମୁଁ କ'ଣ ବୋଲି କହିବି? ପ୍ରଭୁଙ୍କର ପ୍ରିୟମାନେ, ଆଜି ଆମେ ପ୍ରଭୁଙ୍କୁ ଯଦି ପଚାରିବା, ପ୍ରଭୁ ଆମେ କ'ଣ ପାଇଛୁ, ତାକୁ ବର୍ଣ୍ଣନା କରିପାରିବା ନାହିଁ। ପ୍ରଭୁଙ୍କର ପ୍ରିୟମାନେ, ତେଣୁ ପ୍ରଭୁଙ୍କର ବିଶ୍ୱସ୍ତତାକୁ ଆମମାନେ ସ୍ମରଣ କରିବା। ଦ୍ୱିତୀୟ ବିଷୟ, ପ୍ରଭୁଙ୍କର ପ୍ରିୟମାନେ, ଆଜି ଯାହା ମାନେ ଏଇ ସ୍ଥାନରେ ପାଇଛୁ, ସେଥିପାଇଁ ଆନନ୍ଦ କରିବା। ଯେ ଏହି ବର୍ତ୍ତମାନର ପରିସ୍ଥିତିକୁ, ଅତୀତକୁ ତ ଆମେ ସ୍ମରଣ କରୁ ସତ, ବର୍ତ୍ତମାନରେ ଆମେ ଆନନ୍ଦ କରିବା। ଯଦି 126 ଗୀତ ତାର 3 ପଦ ଟିକେ ଯଦି ଆମେ ପଢ଼ିବା, 126 ଗୀତ ତାର 3 ପଦ,
हाँ यस नहीं सदाप्रभु आमମାନଙ୍କ ପାଇଁ ମହତ୍ କର୍ମ କରିଅଛନ୍ତି ତହିଁ ସକାଶୁ ଆମ୍ଭେମାନେ ଆନନ୍ଦିତ ଅଛୁ। ଏଇଠି ଇସ୍ରାଏଲ ଲୋକମାନେ ଠିକ୍ ସେଇ କଥା କରୁଛନ୍ତି ଯେତେବେଳେ କି ଲେବି ପୁସ୍ତକ ତାର 25 ପର୍ବର କଥା ପ୍ରଭୁ ସେମାନଙ୍କୁ କ'ଣ କହୁଛନ୍ତି, ତୁମେ ଯେଉଁ ଚାଷବାସ କଲ ଯାହା ଫଳ ଉତ୍ପନ୍ନ କଲ ବର୍ତ୍ତମାନ ତୁମେ କ'ଣ କରିବ ନା ଏଇ 7 ବର୍ଷର ଶେଷରେ କି 50 ବର୍ଷରେ ସେଇ ଜୋବେଲ ବର୍ଷରେ ତୁମେ କ'ଣ କରିବ ଚାଷ କରିବ ନାହିଁ, ତୁମେ ଚାଷ କରିବ ନାହିଁ। ଯେତେବେଳେ ପ୍ରଭୁ କହୁଛନ୍ତି ଚାଷ କରିବ ନାହିଁ ସେମାନେ ମଧ୍ୟ ନିରୁତ୍ସାହିତ ହୋଇଯିବାରେ ଚାଷ ନ କଲେ ଆମେ ଖାଇବୁ କ'ଣ। କିନ୍ତୁ ପ୍ରଭୁଙ୍କର ପ୍ରିୟମାନେ ସେ ଏଇଥିପାଇଁ କହିଲେ ଚାଷ ନ କରିବା ପାଇଁ ଯେପରିକି ଆମେ ସେଇ ବର୍ଷ ପାଇଁ ତାଙ୍କଠାରେ ନିର୍ଭର କରିବା, ଡିପେଣ୍ଡ କରିବା, ସେ ଯେ ଯୋଗାଇବେ। ପ୍ରଭୁ ବଡ଼ ସୁନ୍ଦର ଭାବରେ ବ୍ୟାଖ୍ୟା କରୁଛନ୍ତି ଯେ ତୁମେ ଚାଷ କରିବ ନାହିଁ ଆଉ ଯେଉଁ ଫଳ ସେଥିରେ ଉତ୍ପନ୍ନ ହେବ ତାହା ତୁମେ ତୃପ୍ତି ହେବା ପର୍ଯ୍ୟନ୍ତ ଭୋଜନ କରିବ ବୋଲି କହୁଛନ୍ତି। ପ୍ରଭୁଙ୍କର ପ୍ରିୟମାନେ ଆଜି ପର୍ଯ୍ୟନ୍ତ ମଣ୍ଡଳୀରେ ପ୍ରଭୁ ଆମମାନଙ୍କୁ ଆତ୍ମିକ କ୍ଷୁଧାକୁ ପରିତୃପ୍ତ କରିନାହାନ୍ତି ବୋଲି କହିପାରିବା ନାହିଁ। ପ୍ରଭୁ ଆମମାନଙ୍କୁ ଆତ୍ମିକ ଆବଶ୍ୟକ ସବୁ ପୂର୍ଣ୍ଣ କରିକି ନେଇଛନ୍ତି। ବର୍ତ୍ତମାନ ପ୍ରଭୁ ଆମମାନଙ୍କୁ ଏଇ ପରିସ୍ଥିତିକୁ ଆଣିଛନ୍ତି। ଅତୀତରେ ଯାହାକି କହୁଥିଲେ ସ୍କୁଲ ଘରେ ଉପାସନା ହେଉଥିଲା, କିନ୍ତୁ ଆଜି ମଣ୍ଡଳୀ ଘରଟିଏ ପାଇଛୁ। ଏ ମଣ୍ଡଳୀ ଗୃହ ମଧ୍ୟରେ ଆମମାନେ ଉପାସନା କରିପାରୁଛୁ, ମଣ୍ଡଳୀ ଗୃହ ମଧ୍ୟରେ ତାଙ୍କର ସେବା କରିପାରୁଛୁ। ତେଣୁ ପ୍ରଭୁଙ୍କୁ ଆମମାନେ ଧନ୍ୟବାଦ ଦେବା। ତାର ଅର୍ଥ ଏ ନୁହଁ ଯେ ଆମର ପରିଶ୍ରମ ଆଉ ଏଇ ସମସ୍ତ 25 ବର୍ଷର ପରିଶ୍ରମ ଯଥେଷ୍ଟ ପରିଶ୍ରମ କରିବା ନାହିଁ ସେ କଥା ମୁଁ କହୁନାହିଁ। କିନ୍ତୁ ପ୍ରଭୁ ଚାହାନ୍ତି ବର୍ତ୍ତମାନ ଠାରେ ତୁମେ ଆନନ୍ଦ କର। ଆଜି ଆମମାନଙ୍କୁ ପ୍ରଭୁ ଯେଉଁ ଅବସ୍ଥାରେ ରଖିଛନ୍ତି ଆମେ ସେଥିରେ ଆନନ୍ଦ କରିବା। କାରଣ ଆମେ ନୁହଁ, ଗତ ଦିନରେ ସେ କରିଛନ୍ତି, ଆଗକୁ ମଧ୍ୟ ସେ ହିଁ କରିବେ। ହାଲେଲୁୟା। ଗତ ଦିନରେ ସେ ଯେମିତି କରିଛନ୍ତି ଆଗାମୀ ଦିନରେ ମଧ୍ୟ ସେ ହିଁ କରିବେ। ପ୍ରଭୁଙ୍କର ମହତ୍ ନାମର ଧନ୍ୟବାଦ ହଉ। ଆଜି ଆମମାନେ ଆନନ୍ଦ କରିବା ବର୍ତ୍ତମାନର ପରିସ୍ଥିତିରେ। କାହିଁକି ଏହା ଗୋଟିଏ ପରିବାର ପରି ପ୍ରଭୁ ଆମମାନଙ୍କୁ ଗଠନ କଲେ। ଆମେ ଆଗରୁ ପରସ୍ପରକୁ ଜାଣିନଥିଲୁ, କିନ୍ତୁ ଏଇ ମନ୍ଦିର ମଧ୍ୟରେ ଏଇ ମଣ୍ଡଳୀ ମଧ୍ୟରେ ଯେତେବେଳେ ଆମମାନେ ଏକତ୍ର ହେଲୁ ଆମେ ସୁଖ ଦୁଃଖରେ ପରସ୍ପରର ଭାର ବହନ କରିବାରେ, ପରସ୍ପରର ଦୁଃଖ ସୁଖରେ ଛିଡ଼ା ହେବାରେ, ଏ ସମସ୍ତ ବିଷୟରେ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରିକି ଆସିଛନ୍ତି। ଗୋଟେ ସମ୍ପର୍କ ସ୍ଥାପନ କରିଛନ୍ତି ପ୍ରଭୁ ଆମମାନଙ୍କୁ। ପ୍ରଭୁଙ୍କର ମହତ୍ ନାମର ଧନ୍ୟବାଦ ହଉ। ଆଜି ବର୍ତ୍ତମାନ ମଧ୍ୟ ପ୍ରଭୁ ଚାହାନ୍ତି ଯେ ଆମମାନେ ଜାଣୁ, ଯେତେବେଳେ ପ୍ରଭୁ ଏତେ ବଡ଼ ଗୋଟେ କଂଗ୍ରିଗେସନକୁ, ଯେଉଁଠିକି 5000 ପୁରୁଷମାନେ ଥିଲେ ଆଉ ସ୍ତ୍ରୀ ଲୋକମାନେ ପିଲାମାନେ ଥିଲେ, ସେହିପରି ଗୋଟେ ବଡ଼ କଂଗ୍ରିଗେସନକୁ ଦେବା ପାଇଁ ପ୍ରଭୁଙ୍କ ପାଖରେ କିଛି ନଥିଲା। କ'ଣ ଥିଲା କି? କିଛି ନଥିଲା। କିନ୍ତୁ ପ୍ରଭୁ କ'ଣ ବୋଲି କହିଲେ, ଆମ ପାଖରେ କେତେ ଅଛି? ନାଇଁ ଆଜ୍ଞା ଏତିକି ପଇସା ଅଛି। ଏତିକି ପଇସାରେ କ'ଣ ହେବ? ଆମେ କାହାକୁ ଖାଇବାକୁ ଦେବା? ପ୍ରଭୁ କ'ଣ କହିଲେ? ତୁମେ ତାଙ୍କୁ ବସିବାକୁ ଦିଅ। ତାପରେ ଫିଲିପ ଆସୁଛନ୍ତି। ଫିଲିପ ଜଣେଇଲେ ଗୋଟେ ପିଲା ପାଖରେ ଅଛି। ତାପରେ ଆନ୍ଦ୍ରିୟ କହିଲେ ଠିକ୍ ଅଛି ତାକୁ ନେଇକିରି ଆସ। ନେଇକି ଆସି ଯେତେବେଳେ 5 ରୁଟି 2 ମାଛ ଦେଲେ, ପ୍ରଭୁ ତାକୁ ଧନ୍ୟବାଦ ଦେଇକିରି ସେଇ ହଜାର ହଜାର ଲୋକଙ୍କୁ ପରିତୃପ୍ତ କରେଇଲେ। ମୋର କହିବାର ଅର୍ଥ ହେଉଛି ଏଇ ମଣ୍ଡଳୀକୁ 25 ବର୍ଷ ଯେପରିକି ପ୍ରଭୁ ପରିତୃପ୍ତ କରି ଆସିଛନ୍ତି, ଛୋଟ ଛୋଟ ବିଷୟରେ ପ୍ରଭୁ ଆବଶ୍ୟକ ପୂର୍ଣ୍ଣ କରିଛନ୍ତି। ପ୍ରଭୁଙ୍କର ପ୍ରିୟମାନେ ଆଜି ମଧ୍ୟ ସେଇ ପ୍ରଭୁ ପରମେଶ୍ୱର ଆମମାନଙ୍କୁ ପରିତୃପ୍ତ କରିବେ। ହାଲେଲୁୟା। ଆଜି ମଧ୍ୟ ପ୍ରଭୁ ଆମମାନଙ୍କୁ ପରିତୃପ୍ତ କରିବେ। କାରଣ ଆମମାନେ ବାକ୍ୟରେ ଦେଖୁଛୁ ଯେପରି ଯେ ଛୋଟ ଛୋଟ ବିଷୟରେ ସେ ପରିତୃପ୍ତ କରି ଆସିଛନ୍ତି, ଆଜି ଆମମାନେ ପ୍ରାକ୍ଟିକାଲି ଆମ ଜୀବନରେ ମଧ୍ୟ ତାହା ଦେଖୁ। ଆମର ସମ୍ପାଦକ ଆଜ୍ଞା କହୁଥିଲେ ଯେ ଗୋଟେ ସିଟ୍ ଘର କରିକିରି ଆମେ ଉପାସନା କରିବୁ ବୋଲି। ସିଟ୍ ଘରରୁ ବର୍ତ୍ତମାନ ଛାତ ଘର, ଛାତ ଘର ହେଇକି କେଡ଼େ ସୁନ୍ଦର ହେଇକି ଟାଇଲ୍ ପଡ଼ିକି ଏସବୁ କେତେ ସୁନ୍ଦର ଭାବରେ, ମାନେ ବଡ଼ ଗିର୍ଜା ଠାରୁ ମଧ୍ୟ ସୁନ୍ଦର ହେଇଛି। ହାଲେଲୁୟା। ନାଇଁ, ବଡ଼ ଗିର୍ଜା ତ ତିଆରି ଚାଲିଛି ନାଇଁ, କିନ୍ତୁ ଏଇଠି ସୁନ୍ଦର କରିକି ପ୍ରଭୁ ଆମମାନଙ୍କୁ ସାହାଯ୍ୟ କଲେ ଯେପରିକି
ଏହି ପବିତ୍ର ମନ୍ଦିରରେ ଆମମାନେ ପ୍ରଭୁଙ୍କର ପ୍ରଶଂସା କରିବା ସହିତ ଆଉ ଆମମାନେ ତାଙ୍କର ମଙ୍ଗଳ ଦାନକୁ ସ୍ମରଣ କରିବା। ଏହି ବର୍ତ୍ତମାନ ପରିସ୍ଥିତିରେ ପ୍ରଭୁଙ୍କର ପ୍ରିୟମାନେ ଆମେ କେବଳ ଅତୀତକୁ ସ୍ମରଣ କରିବା ତା ନୁହଁ, କିନ୍ତୁ ଆମମାନେ ବର୍ତ୍ତମାନ ନିମନ୍ତେ କୃତଜ୍ଞତା ଜ୍ଞାପନ କରିବା। ତାପରେ ତୃତୀୟ ବିଷୟ ମୁଁ ଆପଣମାନଙ୍କୁ କହିବାକୁ ଚାହେଁ ଯେ ଗୋଟିଏ ଅଂଶ ଆମମାନେ ପଢ଼ିବା ଯିଶାୟା ପୁସ୍ତକ ତାର ଯଦି 43 ଅଧ୍ୟାୟ ଏବଂ 18 ଏବଂ 19 ପଦ ଟିକେ ପଢ଼ିବା। ଯିଶାୟା ପୁସ୍ତକ ତାର 43 ଅଧ୍ୟାୟ 18 ଏବଂ 19 ପଦ। ओके, यही प्रतिज्ञा जे ओएसपी मंडली पाई मध्य यह केवल इस्राएल लोक मान थिला ता नुह, किंतु प्रभु कहउचंती जे तुम्हें माने आद्य विषय सब स्मरण कर नाही, आद्य विषय सब स्मरण कर नाही। अर्थात कौन कहउचंती भाव नाही जे गत दिन रे एटा इस्राएल लोक मान से कहउथिले केमती ना 40 वर्ष काल जेपरी भाव रे से कि अतीत रे से माने आओ आसिले मरु प्रांतर देकी तापर आसिकी जेतेबेले किणान देश रे प्रवेश कले, किणान देश रे मध्य अविश्वस्त हेले। जेतेबेले अविश्वस्त हेले प्रभु से मानकु शत्रु मानक द्वारा से मानकु ताड़ना देले एवं से मानकु बंदी हेकरी वर्तमान जीवाकू पड़िला। वर्तमान कोठी अछंती इस्राएल लोक माने बंदी हेकी नबुकदनेस्सर राजांकर तांको अधीन रे माने अछंती। सेतेबेले प्रभु से मानकु कहउचंती अतीतर कथा सब स्मरण कर नाही, किंतु वर्तमान मध्य मु कौन करबा को जाउची, नुआ नुआ विषय करबा को जाउची। हालेलुया। प्रभुकर प्रिय माने केवल अतीत चलीगला से नुह, वर्तमान जे एपरी रहिबो से नुह, किंतु प्रभु कहउचंती आउ किछि अधिक अछि जहा कि तमे जानि ना हो। प्रभुकर प्रिय माने आमे तो आशा करू, आमे विश्वास करू आहुरी स्टाफ आसंतु, आहुरी बाप्टिस्ट मंडली रे अनेक लोक पूर्ण हुअन्तु, अनेक हजात्मा आसंतु, यही सेवा कार्य आहुरी बढ़ू, जेपरी कि यही मंडली केवल आई ओएसपी रे सीमित न रहू, किंतु बाहरिया लोक मध्य आखपाख लोक आसिक ये उपकृत हुअन्तु। हालेलुया। प्रभुंकर प्रिय माने ताहा ही परमेश्वरंकर योजना ही थाई पारे। यह हूँ परमेश्वरंकर प्रतिज्ञा जे आमे नूतन विषय पुरातन विषय सब विवेचना कर नाही, देख आमे एक नूतन कार्य करिबा, आमे एक नूतन कार्य करिबा। मांडलिक हेई पारे किंबा आमर व्यक्तिगत जीवन रे हेई पारे। आज आमर व्यक्तिगत जीवन रे मध्य प्रभु एई जुबली वर्ष पालन कला बेले आमान को एई कथा कहउचंदी आमे एक नूतन कार्य करिबा को जाउछु तुमर जीवन रे। हाँ प्रभुंकर प्रिय माने किए जाने महिला समिति मध्य विभिन्न सेवा आरंभ हो पारे, गोटे नुआ नुआ चिंताधारा आसीपे, मांडलिक भाव में गोटे नुआ नुआ चिंता आसीपे, आमानकर विभिन्न विषय जेपरिक डेभलप हो पार जहाँ गत दिन मानक हो पारा ना, जेपरी नूतन वर्ष रे प्रभु आम मान को साहाय्य करंतु आम्भे एक नूतन कार्य करिबा। वास्तव में जुबिली पालन करिबा गोटे यात्रा को जे शेष करदेबा बा से जे खाली धन्यवाद देबा ता नुह, से विश्वस्त परमेश्वर जे आम मानकर सहित आगामी दिनर यात्रा रे रहिबे एहा मध्य आमने दृढ़ भाव रे विश्वास करिबा। 25 वर्ष जे प्रभु आम सहित रहिले आमने विश्वास कलु ताहा यथेष्ट नुह, सरीगला नुह, एक नूतन यात्रा आउरी आरंभ जे सेई प्रभु परमेश्वर कौन करिवे ना आम सहित आगामी दिन मानकरे मध्य रहिबे, जेपरि कि आमने तांकरी उपासना आहुरी सत्य एवं आत्मारे पूर्ण होइकि करि परिबा। एई वर्ष मानकरे जेपरि आमे उपासना करि परिलु नाही, प्रभुंकर प्रिय माने आमे निष्पत्ति नेबा जे आगामी दिन मानकरे जेपरि आमे सत्य रे आत्मारे पूर्ण होइकि उपासना करिबा। मासर 4
ସପ୍ତାହକୁ ଯଦି ଆମେ 2ଟା ସପ୍ତାହ ଆସୁଥିଲୁ ଆଉ 2ଟା ସପ୍ତାହ ଆସୁନଥିଲୁ, କି 3ଟା ସପ୍ତାହ ଆସୁଥିଲୁ 1 ସପ୍ତାହ ଆସୁନଥିଲୁ, ଚେଷ୍ଟା କରିବା 4ଟା ଯାକ ସପ୍ତାହକୁ ଆସିବା ପାଇଁ, ବିଶେଷ କାର୍ଯ୍ୟକ୍ରମ ମାନଙ୍କରେ ଆସି ଯୋଗ ଦେବା ପାଇଁ, ଅନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ। ପ୍ରଭୁଙ୍କର ପ୍ରିୟମାନେ, ଆମର ବିଶ୍ୱାସ ଯେପରି ଦୃଢ଼ ହେବ, ଆମର ସେବା କାର୍ଯ୍ୟ ଆମ ସମ୍ପ୍ରଦାୟ ପାଇଁ ଯେପରିକି ଆହୁରି ପ୍ରସାରିତ ହେବ, ଯେପରିକି ଆମେ ହଜାତ୍ମାମାନଙ୍କ ନିକଟରେ ପହଞ୍ଚି ପାରିବା, ଏହିପରି ନିଷ୍ପତ୍ତି ନେବାର ସମୟ ବା ଏହିପରି ଗୋଟିଏ ଦିଗ୍ଦର୍ଶନକୁ ବା ଏହିପରି ଗୋଟିଏ ଦର୍ଶନକୁ ଆମ ହୃଦୟ ମଧ୍ୟରେ ରଖି ଆଜି ଆମମାନେ ଏହି ଜୁବିଲିକୁ ପାଳନ କରିବା। କାରଣ ପ୍ରଭୁ କହୁଛନ୍ତି ଆମେ ଗୋଟେ ନୂଆ କାର୍ଯ୍ୟ କରିବାକୁ ଯାଉଛୁ, ଆମେ ତାହା ଏବେ ଅଙ୍କୁରିତ ହେବ, ତୁମେମାନେ କି ତାହା ଜାଣିବ ନାହିଁ, ଆହୁରି ଆମେ ପ୍ରାନ୍ତର ମଧ୍ୟରେ ପଥ ଓ ମରୁଭୂମିରେ ନଦ ନଦୀ କରିବା। ଅର୍ଥାତ୍ ଅସମ୍ଭବ ବିଷୟ ମଧ୍ୟ ଆମେ କରିବାକୁ ଯାଉଛୁ, ଯାହାକି ତୁମେ ଅସମ୍ଭବ ବୋଲି ମନେ କରୁଛ ତାକୁ ଆମେ ସମ୍ଭବ କରିବା, ଯେମିତି ଅତୀତରେ ଆମେ କରିଛୁ। ହାଲେଲୁୟା, ପ୍ରଭୁଙ୍କର ମହତ୍ ନାମର ଧନ୍ୟବାଦ ହଉ। ପ୍ରଭୁଙ୍କର ପ୍ରିୟମାନେ, ଆମମାନେ ଜାଣୁ ଯେ ଗୋଟିଏ ଉତ୍କୃଷ୍ଟ ପକ୍ଷୀ ବା ଗୋଟେ ଇଗଲ ସେ କ'ଣ କରେ, 25 ବର୍ଷ ହେଲେ ମଧ୍ୟ ସେ ପୁଣି ଆହୁରି ଉପରକୁ ଉଡ଼େ। 25 ବର୍ଷର ପକ୍ଷୀ ଆହୁରି ଉପରକୁ ଉଡ଼େ। ସେହିପରି ଆମମାନଙ୍କୁ ମଧ୍ୟ ପ୍ରଭୁ ଆହୁରି ଉପରକୁ ଉଡ଼ିବା ପାଇଁ, ଆହୁରି ଅଧିକ ଈଶ୍ୱରଙ୍କର ନିମନ୍ତେ ବ୍ୟବହାର ଏବଂ କାର୍ଯ୍ୟକାରୀ ହେବା ପାଇଁ ପ୍ରଭୁଙ୍କ ନିକଟରେ ଆମମାନେ ପ୍ରାର୍ଥନା କରିବା ଏବଂ ଏକ ଭବିଷ୍ୟତର ଦର୍ଶନ ନେଇକି, ବୋଝ ନେଇକି ଆମମାନେ ଜୁବିଲିକୁ ପାଳନ କରିବା। ଶେଷ ବିଷୟ ମୁଁ କହିବି, ଆମମାନେ ଯେପରି ଗୋଟେ ନିଷ୍ପତ୍ତି ନେବା, ଦୃଢ଼ ନିଷ୍ପତ୍ତି ନେବା, ଅତୀତକୁ ଭୁଲିବା ଏବଂ ବର୍ତ୍ତମାନକୁ ଫୋକସ୍ କରିବା, ଭବିଷ୍ୟତର ଦର୍ଶନକୁ ରଖିବା ଏବଂ ଗୋଟେ ନିଷ୍ପତ୍ତି ନେବା। এই ଜୁବିଲି ବର୍ଷ ଗୋଟେ ନିଷ୍ପତ୍ତିର ବର୍ଷ। କାରଣ ଯାହା ମାନେ ପଢ଼ୁଥିଲୁ ଲେବି ପୁସ୍ତକ 25 ପର୍ବରେ, ଯେ ତୁମେ ତୁମର ନିଜ ଜାଗାକୁ ଫେରିକିରି ଯିବ, ତୁମର ଭୂମି ତୁମେ ଫେରିକିରି ପାଇବ ଏବଂ ମୁକ୍ତି ଘୋଷଣା କରାଯିବ। ଅନେକ ବିଷୟ ପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ସେ କହୁଛନ୍ତି, ଯଦି କେହି ଦାସତ୍ୱ ବନ୍ଧନରେ ଅଛି ସେ ମୁକୁଳା ଯିବ, ସେ ନିଜ ଘରକୁ ଫେରିବ, ନିଜର ଅଧିକାରକୁ ଫେରିବ। ଏପରି ଅନେକ ଆଶୀର୍ବାଦର ବିଷୟ ପ୍ରଭୁ ସେଦିନ ଇସ୍ରାଏଲ ଲୋକମାନଙ୍କୁ କହୁଥିଲେ। କିନ୍ତୁ ଆଜି ଆମମାନଙ୍କ ପାଇଁ ପ୍ରଭୁଙ୍କର ପ୍ରିୟମାନେ ଗୋଟେ ନିଷ୍ପତ୍ତି ନେବା। ପ୍ରଭୁ 25 ବର୍ଷ କାଳ ଆମ ସହିତ ରହିଲ, ଆଗାମୀ ଦିନରେ ମଧ୍ୟ ଆମେ ଯେପରିକି ଆହୁରି ଅଧିକରୁ ଅଧିକ ଭାବରେ ତୁମ ନିମନ୍ତେ ବ୍ୟବହାର ହେଇପାରିବୁ। ସେଦିନ ଯେତେବେଳେ କିଣାନ ଦେଶରେ ପ୍ରବେଶ କଲା ପରେ ଯୋଶିଓ ଗୋଟେ କଥା କହିଲେ ଇସ୍ରାଏଲ ଲୋକମାନଙ୍କୁ। କ'ଣ କହିଲେ? ଏଥର ଆମେ ପହଞ୍ଚିଗଲୁ ଦୁଗ୍ଧ ମଧୁ ପ୍ରବାହିତ ଦେଶ ନେଇ, ଆଉ ବର୍ତ୍ତମାନ ମୁଁ ଆଉ ମୋର କ'ଣ ପ୍ରଭୁ ମୋ ସହିତ ଚାଲିଗଲେ, ମୁଁ ମଧ୍ୟ ବୃଦ୍ଧ ହେଇଗଲି, ବର୍ତ୍ତମାନ ଯିଏ ଯା ବାଟରେ ତମେ ଯାଅ। ସେମିତି କହିଲେ କି? ବଡ଼ ଦୁଃଖ ହେଇକିରି ସେ ଗୋଟେ କଥା କହୁଛନ୍ତି। କେଉଁଠି ନା ଯୋଶିଓ ପୁସ୍ତକ ତାର 24 ଅଧ୍ୟାୟ ତାର 15 ପଦ ଟିକେ ପଢ଼ିବା, ଅତି ପରିଚିତ ଅଂଶ। ଇସ୍ରାଏଲ ଲୋକମାନଙ୍କୁ ସେ କହିଲେ ଯେ ତମେ ସମୁଦ୍ରର ଆରପାରିରେ, ପଢ଼ନ୍ତୁ ସେଇଟା, ଯୋଶିଓ 24 ତାର 15 ପଦ। ସେ ବଡ଼ ସ୍ପଷ୍ଟ କରି କହୁଛନ୍ତି ଯୋଶିଓ, ତୁମର ପୂର୍ବପୁରୁଷ ମାନେ ମଧ୍ୟ ନଦୀ ସେ ପାରିରେ ଥିବା ଦେବତା ମାନଙ୍କର ସେବା କଲେ। ନାଇଁ, ନଦୀ ସେ ପାରିରେ ଦେବତା ଅଛନ୍ତି, ନଦୀର ଏ ପାରିରେ ଯେ ଦେବତା ନାହିଁ ବୋଲି କହିଲେ କି? ଏ ପାରିରେ ମଧ୍ୟ ଅଛନ୍ତି ବୋଲି ସେ କହୁଛନ୍ତି। ନାଇଁ, ନଦୀ ସେ ପାରିରେ ଦେବତା ଥିଲେ, ତୁମର ପୂର୍ବପୁରୁଷ ମାନେ ପାଳନ କଲେ। ନଦୀର ଏ ପାରିରେ ମଧ୍ୟ ଦେବତା ଅଛନ୍ତି। ତେବେ ଏଇ ଦେବତା ମାନଙ୍କୁ ତମେ ପାଳନ କରିବ, ସେବା କରିବ ନା ସଦା ପ୍ରଭୁ ପରମେଶ୍ୱରଙ୍କୁ ସେବା କରିବ, ସେଇଟା ମନୋନୀତ କର। ତମର ପୂର୍ବପୁରୁଷ ମାନେ ଯେପରି ଥିଲେ
तमें भी कौन सेमती थिबो कि ना तमें कौन ए नदीर ए पारीर देवता मान को तुम्हें सेवा करिबो कि झिओ सिओ पचारुचंदी कारण देवतार अभाव नहीं अछि कि देवतार अभाव नहीं ओके गिरजारू ओहरी जीवा सहभागितारू चली जीवा हाँ प्रभु को छाड़ीदेवा जगत माति जीवा सहज ना नहीं सहज नहीं भारी सहज हाँ गिरजा को गोटे गिरजा न आसिले कंप्रोमाइज हाँ प्रभु क्षमा करो मु जाई पारु नहीं हाँ नहीं एमती हौ 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 कौन गोटे पर दीटा दीटा पर तीनटा एमती होकर अवहेला ही गिरजारू आम मैंने ओहरी जाई थाओ एमती भी हुए जे संडे दिन भल निद आसे संडे दिन कौन हेले गोटे घटी जाइथिबो संडे दिन कौन हेले गोटे परिवार मध्य देखा जाइथिबो जहा फल कि सेटा आम पई कारण हुए गिरजा को न आसीबा पई तेबे झिओ सिओ कहउचंती देख जे नदी से पारी रे तुमर पूर्व पुरुष माने एही देवता मान को उपासना कले नदीर ए पारी रे मध्य से परी अछि 25 वर्ष सरीगला ता नुह 25 वर्षर ए आरंभ रे मध्य 26 वर्ष रे मध्य सेमती समस्या गुड़ाक रहिबो किंतु कौन कर तमें निष्पत्ति नियो जे तमें कहार सेवा करिबो निष्पत्ति निहाती दरकार तमें निर्णय करो कहार तुम्हें सेवा करिबो प्रभुंकर प्रिय माने एलियो भविष्यत वक्ता मध्य से ही कथा कही लोक मान को कहले बाल देवतार 450 जन वक्ता माने थिले नहीं कि भविष्यत वक्ता माने थिले किंतु परमेश्वरंकर केतरा भविष्यत वक्ता थिले जणे थिले एलियो मात्र थिले तेणु एलियो कहले जे प्रभु आउ के नांती मु जणे अछि तेबे प्रभु परमेश्वर कहले नाई नाई ओ 7000 लोक अछंती जो माने कि बाल देवतार सामना रे मुंड नुई नाहांती किंतु जड़े भविष्यत वक्ता थिले प्रभुंकर प्रिय माने देखंतु से कहले हे इस्राएल लोक माने केते काल तुम्हें द्वंद्व रे थिबो तमे वर्तमान निष्पत्ति नियो तुम्हें सदा प्रभुंकर सेवा करिवो ना तुम्हें देवता मानकर सेवा बाल देवतार सेवा करिवो प्रभुंकर प्रिय माने आज गोटे निष्पत्तिर दिन आम मानक पई हो जेपरी एई नूतन यात्रा रे आमे 25 वर्षर जुबिली पालन करूछु आनंद करूछु परमेश्वरंकर कृत कार्य को स्मरण करूछु किंतु आमर कर्तव्य आमे जेपरी निर्णय करिबा निष्पत्ति नेबा जे प्रभु मु केमती आगामी दिन मानकरे आहुरी तुम निमंते व्यवहार हेई पारिबी प्रभुंकर प्रिय माने कमिटमेंट जोटा कि समर्पण बा आमानकर समर्पण बा आमानकर निष्पत्ति आमान को कौन करी थाए आमान को गोटे उद्दीपना दे थाए जीवन रे आमे जदि गोटे निष्पत्ति नेबा से निष्पत्ति कौन करी थाए आमान को उत्साहित करी थाए आमे जदि निष्पत्ति नेबा नहीं हाँ जेमती चली सेमती चली तेबे ताहा आमान को एते प्रेरणा देबो नहीं हाँ प्रभुंकर प्रिय माने से निष्पत्ति दरकार जन को जेतेबेले डायबिटीज हो जाए से कौन करे से निष्पत्ति निए जे मु मिठा खाइबी नाही बोली किंतु से जदि कहब जड़े के कहीदेला हाँ मु तो सबू खाऊँगी 400 हेले मध्य से कौन करिवो तार निष्पत्ति कथा बोली जीव से 400 ही खाऊँगी मोर 200 अच्छी मु कहीं न खाइबी नहीं हाँ सेमती निष्पत्ति नुह हाँ किंतु निष्पत्ति गोटे कौन करे दृढ़ निष्पत्ति ना मु खाइबी नहीं डायबिटीज अच्छी माने खाइबी नहीं कारण मते असुविधा हम यही निष्पत्ति ताको उद्दीपना देव उत्साह देव आ से कौन करिवो तार निष्पत्ति रे दृढ़ होइकी रहिबो नाही मु खाइबी नहीं तेणु आज परी दिन में आमे निष्पत्ति नेबा आवश्यक रही जे प्रभु मु आ मोर परिवार तुमर सेवा करिबो जहाँ पछे हो जाऊ जहाँ पछे हो जाऊ कि आसंतु कि न आसंतु गिरजा को आसंतु कि न आसंतु प्रभु आमे तांको पई प्रार्थना करिबु सेमान को डाकिबु आमे समस्त गोटे परिवार मध्य रही जेपरि तुमर उपासना करि परिबु सेही निष्पत्ति आम मान को देबाकू साहाଯ୍य कर सेही पर निष्पत्ति आम मान को नेबाकू साहाଯ୍य कर हाँ प्रभुंकर प्रिय माने आमे निष्पत्ति नेबा जेपरि कि समस्त परिवार एकत्र ही विश्वास रे आम माने आगो को बढ़िबा आमने जेपरि नम्रतार सहित प्रभुंकर सेवा करि परिबा आमे जेपरि अन्य को आलोक देखाइबा पई जणे आलोक वर्तिका हेई परिबा एवं मंडली मध्यरे समस्ते प्रेम रे एकता रे आमने जेपरि वास करिबा तेणु आमने प्रभुंक निकटरे प्रार्थना करिबा प्रभुंकर प्रिय माने आमने अतीत को स्मरण करी धन्यवाद देलु
वर्तमान को देखिकी आम आनंद करू एवं भविष्यत रे आमने कौन करिबा ताहा मध्य आमने गोटे दर्शन नेबा एवं चतुर्थ रे आमने गोटे निष्पत्ति नेबा से प्रभु आगामी दिन रे आमे जेपरी आहुरी उत्तम भाव रे तुमर सेवा करि परिबु एई मंडली जेपरी आहुरी आहुरी उद्दीपित हेबो आज जेपरी भाव रे आमने आशीर्वाद प्राप्त अछु आहुरी जेपरी आमने आशीर्वाद प्राप्त हेबु आम को साहाय्य कर आमे निष्पत्ति नेउछु प्रिय प्रभु तुम्हें आम को स्ट्रेंथ दियो गोटे अंश पढ़ी आमने शेष करवा जहाँकि एफिसियो पुस्तक तार 3 अध्याय तार 20 पद एफिसियो पुस्तक 3 अध्याय तार 20 पद जो ईश्वर आम्भ मान अंतर रे कार्य साधन करुथिबा अपना शक्ति